विधानसभा मौसम अधिवेशन विलम्ब होଉଛି ବୋଲି ବିରୋଧୀ ଦଳ ଉପନେତା କହିଲେ ସରକାର ଶୀତ ଦିନେ ମୌସୁମୀ ଅଧିବେଶନ ଡାକିବେ। ସରକାରଙ୍କ ଇଚ୍ଛା ଯେ ଆମେ 60 दिन ମାନେ ଟୋଟାଲ ଡକେଇବା କଥା ଆମେ ଡକେଇବା ଏତେ ବ୍ୟଗ୍ର କାହିଁକି ହଉଛନ୍ତି କିଛି ବୁଝିପାରୁନାହିଁ ବିରୋଧୀ ଦଳ ଏତେ ବ୍ୟଗ୍ର କାହିଁକି ବିରୋଧୀ ଦଳ ବିଗ୍ରହ ଏଥିପାଇଁ ହଉଛି ସେମାନେ ଆଗାମୀ ଦିନ ସେମାନେ ଅଡୁଆରେ ପଡିବେ ଯେହେତୁ ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି କାହାକୁ ସପୋର୍ଟ ତାର ଅଭିମୁଖ ରହିବନି ଆପଣ ରାଜ୍ୟସଭା ନିର୍ବାଚନ ଆସ ସେଠି ବି ଅଡୁଆ ହବ ଅନାସ୍ଥା ପ୍ରସ୍ତାବରେ ନିଜେ ଅଡୁଆରେ ପଶିବେ ସେଇଥିପାଇଁ ବିରୋଧୀ ଦଳ ପଚାରି ନାଇଁ ସେମାନେ ତାଙ୍କର ଚାଲ ଖେଳୁଛନ୍ତି ଯେ ଖେଳନ୍ତୁ ଆମେ କିଛି କହିବାର ନାହିଁ ଆମେ ସବୁଥିପାଇଁ ପ୍ରସ୍ତୁତ ଅଛୁ ଆମେ ସବୁଥିପାଇଁ ପ୍ରସ୍ତୁତ ଅଛୁ ବଡ କଥା ବିରୋଧୀ କହୁଛନ୍ତି ଯେ ଶାସକ ନାଇଁ ଶାସକ ଦଳ ତାଙ୍କର ଠିକ କାମ କରୁଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ସରକାର ଠିକ ଚାଲିଛି କୌଣସି ଅସୁବିଧା ନାହିଁ ଆମେ ଏଇସବୁ ଜିନିଷ ଗୁଡା ଉପରେ ଏତେ ବିଶ୍ୱାସ କରୁନା ସରକାର ବିରୋଧୀ ଦଳ ଆଗାମୀ ଦିନ ପଡିବେ ସେଟା ସିଆଡେ କାହିଁ ଯିବା ସିଆଡେ କାହିଁ ଯିବା ସେମାନେ ସଂଖ୍ୟା ନାହିଁ ରାଜ୍ୟସଭାରେ ନାଇଁ ସେଟା ତ ସତ କଥା ସିଏ କଥା ଆଣିକି ଯିବାନି ଆମେ ଆମେ ଆମର ଡିପାର୍ଟମେଣ୍ଟରେ ସୀମିତ ହେଇକି ରହିବାଟା ଯଦି ଆମେ ନାରୀ ସୁରକ୍ଷା କଥା ଦେଖିବା ବର୍ତ୍ତମାନ ବିରୋଧୀ ଅପରାଧରେ ପଡିଛନ୍ତି କାରଣ ତାଙ୍କ ଲୋକ ସବୁ ଗିରଫ ହେଇଛନ୍ତି ହଁ ସେଟା ତ ସତ କଥା ତାଙ୍କ ଲୋକମାନେ ଦେଖନ୍ତୁ ଛାତ୍ର କଂଗ୍ରେସର ନେତା ଯିଏ ନେଉଥିଲେ ରାଜରାସ୍ତାରେ ସେ ବର୍ତ୍ତମାନ ଜେଲ ଭିତରେ ଅଛି ବର୍ତ୍ତମାନ ବିଜେଡିର କର୍ପୋରେଟର ଜଣେ ସେ ନେଉଥିଲେ ସେ ବି ଜେଲ ଭିତରେ ଅଛନ୍ତି ତାପରେ ସେମାନଙ୍କର ବର୍ତ୍ତମାନ ନାରୀଙ୍କ ପ୍ରତି ଯୋଉ କାନ୍ଦଣା କାନ୍ଦୁଥିଲେ କୁମ୍ଭୀର କାନ୍ଦଣା ସେମାନେ ବର୍ତ୍ତମାନ ନେଉନାହାନ୍ତି କି ମନା କରୁଛି ଏଇ ଇସ୍ୟୁ ନେଇକି ଦିଅନ୍ତୁ ରାଜରାସ୍ତାରେ ସିଆଡ଼ିକି ଆଉ ଯିବାନି ହଁ କେବଳ ରାଜନୀତି ଶସ୍ତା ରାଜନୀତି ସେ କରୁଛନ୍ତି ଏଗୁଡା ଉପରେ ଯିବାନି ନୂଆ ସଭାପତି ଆସିଛନ୍ତି ତାଙ୍କ କାମ କରିବେ ନୂଆ ଯୋଉ ଆଡଭୋକେଟ ମାନଙ୍କର ନାଁ ଡିକ୍ଲାର କରିବେ ନିଗମ ସବୁ ଡିକ୍ଲାର କରିବେ ସେ ପ୍ରୋସେସ ଚଲେଇছে ତାଙ୍କ କର୍ତ୍ତବ୍ୟ କରିବେନି ରିପୋର୍ଟ ଦେବା ପାଇଁ ମଗେଇଛନ୍ତି ଆମ ପରଫର୍ମାନ୍ସ ଆମ ଯୋଉ ପରଫର୍ମାନ୍ସ ଆମେ ଗୋଟେ ବର୍ଷ ଉପରେ ରହିଲୁଣି କଣ କଲୁ କଣ ନାହିଁ ତା ପରଫର୍ମାନ୍ସ ସେ ନେବେନି ଆମର ନେତା ସିଏ ମୁଖ୍ୟମନ୍ତ୍ରୀ ହଉଛନ୍ତି ଆମର ନେତା ଆମ ପରଫର୍ମାନ୍ସ ନେବାର ତାଙ୍କର ଅଧିକାର ଅଛି ନାଇଁ ନାଇଁ ଟାଇମ୍ ଟୁ ଟାଇମ୍ ସେମାନେ ପରଫର୍ମାନ୍ସ ମାଗିବେ